ଶୀତ ଦିନେ ସକାଳ ଟାଇମ୍ ହଉ ବା ସନ୍ଧ୍ୟା ଟାଇମ୍ ହଉ କିଛି ଗରମା ଗରମ ସୁପ୍ ପିଇବାକୁ ମିଳିଗଲେ ନା ବହୁତ ବଢ଼ିଆ ଲାଗେ। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ମସରୁମ୍ର ସୁପ୍। ମସରୁମ୍ ସୁପ୍ ବନେଇବା ପାଇଁ ଆମକୁ ଏହିସବୁ ଇନଗ୍ରିଡ଼ିଏଣ୍ଟ ଦରକାର। 5-6ଟି ମସରୁମ୍କୁ ଧୋଇକି ମୁଁ କାଟିକି ନେଇଛି। ଧନିଆ ପତ୍ର ନେଇଛି, ଫାଳେ ପିଆଜ ନେଇଛି, 3-4 କୋଲା ରସୁଣ ନେଇଛି, ଖଣ୍ଡେ ଅଦା କାଟିକି ନେଇଛି, କଞ୍ଚା ଲଙ୍କା ନେଇଛି। ଆପଣ ଯଦି ବେଶୀ ରାଗ ଖାଉଥିବେ ଲଙ୍କା ଆଉ ଆଡ଼୍ କରିପାରିବେ। 2 ଚାମଚ କର୍ଣ୍ଣଫ୍ଲୋରକୁ ଗୋଳିକି ନେଇଛି। ମସରୁମ୍ ସୁପ୍ ବହଳିଆ ହେବା ପାଇଁ 2 ପିସ୍ ନେଇଛି ଗୋଲମରିଚ ପାଉଡ଼ର, ସୋୟା ସସ୍, ତା ସହିତ ବଟର ନେଇଛି। ଏବେ ଚାଲନ୍ତୁ ରେସିପିଟି ଷ୍ଟାର୍ଟ କରିବା। ଗୋଟିଏ ପ୍ୟାନ୍ରେ ଏଠି 1 କ୍ୟୁବ୍ ବଟର ନେଇଯାଇଛି। ବଟର ଗରମ ହେଇଗଲାଣି। ଏବେ ସେଥିରେ ରସୁଣ ଅଦାକୁ ପକାଇକି ହାଲକା ଭାଜି ନେବା। ରସୁଣ ଅଦା ହାଲକା ଭାଜି ହେଇଗଲା ପରେ ଆମେ ସେଥିରେ ପିଆଜ ପକାଇବା। ପିଆଜ ରସୁଣ ଅଦାକୁ ଏଠି କଞ୍ଚା ସ୍ମେଲ୍ ଗଲା ଯାଏଁ ଭାଜିବା, ବେଶୀ ଭାଜିବାନି। ଏବେ ସେଥିରେ ଲଙ୍କା ପକାଇକି ଭାଜି ନେବା। ପିଆଜ ଅଦା ରସୁଣରୁ କଞ୍ଚା ସ୍ମେଲ୍ ପଳେଇଲାଣି। ଏବେ ଆମେ ସେଥିରେ ମସରୁମ୍ ପକାଇକି ଭାଜିବା। ଏଠି ମସରୁମ୍ ହାଲକା ଭାଜି ହେଇଗଲାଣି। ଏବେ ସେଥିରେ ଆମେ ଲୁଣ ପକାଇକି ଭାଜିବା। ମସରୁମ୍ ସୁପ୍ଟା ବଟରରେ କରିବେ। ବଟରରେ କଲେ ବହୁତ ବଢ଼ିଆ ବାସ୍ନା ଆସିଥାଏ। ସୁପ୍ ପିଇଲା ବେଳେ ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ଲୁଣ ପକାଇଲା ପରେ ମସରୁମ୍ରୁ ପାଣି ବାହାରିଲାଣି। ମସରୁମ୍ ଏଠି ହାଲକା ଭାଜି ହେଇଗଲାଣି। ଯେକୌଣସି ସୁପ୍ର ପରିବା ହେଉ ବା ମସରୁମ୍ ବେଶୀ ସିଝେଇଲେ ଭଲ ଲାଗିନଥାଏ। ସୁପ୍ ପିଇଲା ବେଳେ ପାଟିକି ଟିକେ କ୍ରଞ୍ଚି ଲାଗିଥିଲେ ଭଲ ଲାଗିଥାଏ। ଏବେ ମୁଁ ଏଥିରେ ପାଣି ଆଡ଼୍ କରିଦେଲି। ମସରୁମ୍ ସୁପ୍ ବନେଇବା ପାଇଁ ଆମକୁ 5ରୁ 10 ମିନିଟ୍ ଟାଇମ୍ ଲାଗିଥାଏ, ବେଶୀ ସମୟ ଲାଗିନଥାଏ। ଏବେ ଆମେ ଫୁଟିବା ପାଇଁ ୱେଟ୍ କରିବା। ଏଠି ଫୁଟି ଆସିଲାଣି। ଏବେ ଆମେ ଏଥିରେ ସୋୟା ସସ୍ ପକାଇବା। ଗୋଳିକି ରଖିଥିବା କର୍ଣ୍ଣଫ୍ଲୋର ପକାଇବା। କର୍ଣ୍ଣଫ୍ଲୋର ପକାଇଲେ କ'ଣ ନା ବହଳିଆ ହେଇଯିବ। ଗୋଲମରିଚ ପାଉଡ଼ର। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିକି ଏଇଟା ଏମିତି ମିଶାଇବେ। ଆପେ ଆପେ ଦେଖିପାରୁଥିବେ ସୁପ୍ କେମିତି ବହଳିଆ ହେଇ ଆସିଲାଣି। ଦେଖିବେ ଯଦି ଟିକେ ପାଣି ଆଉ ଟିକେ ଦରକାର ହୁଏ, ଆପଣ ଯଦି ବହଳିଆ ପିଇବେ ଟିକେ ପତଳା ପିଇବେ ତ ସେହି ଅନୁସାରେ ପାଣି ଆଡ଼୍ କରିବେ। ଏବେ ମୁଁ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିକି 2-3 ମିନିଟ୍ ଫୁଟେଇ ନେବି। 1ରୁ 2 ମିନିଟ୍ ଏବେ ଫୁଟି ଯାଇଛି। ମସରୁମ୍ ବି ସିଝି ଆସିଲାଣି। ଏବେ ଲାଷ୍ଟକୁ ଆମେ ଧନିଆ ପତ୍ର ପକାଇକି ଗ୍ୟାସ୍କୁ ବନ୍ଦ କରିଦେବା। ଏବେ ଗରମା ଗରମ ମସରୁମ୍ର ସୁପ୍ ପିଇବା ପାଇଁ ଏବେ ରେଡ଼ି। ଯଦି ଆଜିର ରେସିପି ଆପଣମାନଙ୍କୁ ଭଲ ଲାଗେ ମୋ ଭିଡ଼ିଓକୁ ଲାଇକ୍ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।